ପୁଣି ଜନନୀ ଯନ୍ତ୍ରଣା। 1.5 କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ସାମ୍ନାକୁ ଆସିଛି ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ରାସ୍ତା ଭଲ ନଥିବାରୁ 1.5 କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଜି ଦିନ ଗୋଟାଏ ସମୟରେ ଗଜପତି ଜିଲ୍ଲା ମୋହନା ବ୍ଲକ ଶିଙ୍କୁଳିପଦର ପଞ୍ଚାୟତ ମହାକୁପା ଗାଁରେ। ଗାଁର ମଥୁରା ଶବରଙ୍କ ପତ୍ନୀ ରଶ୍ମିତା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଭଲ ନଥିବାରୁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ, ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ 1.5 କିଲୋମିଟର ଷ୍ଟ୍ରେଚରରେ ବୋହି ଆଣି ଆମ୍ବୁଲାନ୍ସ ଯାଇ ଅଣାଯାଇଥିଲା। ସେଠାରୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଶିଶୁ କନ୍ୟା ଜନ୍ମଗ୍ରହଣ କରିଥିଲେ। ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି। 108 ଆମ୍ବୁଲାନ୍ସରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କୁ ଏଭଳି କାର୍ଯ୍ୟ କରିଥିବାରୁ ଅନେକ ଜାଗାରୁ ଏବେ ପ୍ରଶଂସାର ସୁଅ ଛୁଟିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସେବା ଯୋଗାଇ ଦେବା ପାଇଁ ମନୋବଳ ଆହୁରି ଦୃଢ଼ ହେଉଥିବା ଦେଖିବାକୁ ମିଳୁଛି ବିଦ୍ୟାଧର ସାହୁଙ୍କ।